ମୁଁ କଣ ଏ ଜନ୍ମରେ କେବେ ବାହା ହେଇପାରିବିନି? ଆରେ ମୋ ସାଙ୍ଗସାଥି ସବୁ ଛୁଆ ମାନେ ବାହା ହେଇକି ତାଙ୍କର ସବୁ ଟିଙ୍ଗିରି ମିଙ୍ଗିରି ଛୁଆ ହେଲେଣି। ମୁଁ ଛକରେ ବସିଥିଲା ବେଳେ ମତେ ଡାକୁଛନ୍ତି ତାଙ୍କ ଛୁଆ ମାନେ, ଅଙ୍କଲ ଗୋଟେ ଚକୋଲେଟ ଦଉନ। ଏସବୁ ଶୁଣିକି ମୋ ଆତ୍ମା କାନ୍ଦୁଛି। ବାପା ତମେ କହିଲ ମୁଁ କଣ ଆଉ ଜନ୍ମରେ କେବେ ବାହା ହେଇପାରିବିନି? ମତେ କଣ ତମେ ଏଠି ବିହନ ଛାଡି ଦେଇଛ? ଆରେ କିଏ କହିଲା ତୁ ବାହା ହେଇପାରିବୁନି? ତୋ ପାଇଁ କଣ ମୁଁ ବାହାଘର ଖୋଜୁନି? ଆରେ ତୋରି ପାଇଁ ବାହାଘର ଖୋଜି ଖୋଜି ମୋର କଳା ବାଳ ଧଳା ପଡିଗଲାଣି। ହେଲେ ତୁ ତ ଗୋଟେ ଅପଦାର୍ଥଟା। ସକାଳେ ଉଠିକି ଯିବୁ ଯେ ସେଇ ଛକରେ ବସିବୁ ବସିବୁ ବସିବୁ। ଓ ମୁଣ୍ଡ ଚୁଟି ଦେଖ, ଯେମିତି ମୁଣ୍ଡରେ ଗୋଟାକି ଆଇରନ୍ ଚଢେଇ ଦେଇଛି। କାନରେ ପୁଣି ନୋଳି। ତତେ କିଏ ଝିଅ ଦବ? ବାତେରାଙ୍କର ତ ବାପା ତୁ। ଛି ଛି ଛି। କଣ ଆଉ କରିବି ବାପା, ଏ ମୁହଁଟାକୁ ଦେଖିକି କୋଉ ଝିଅ ପଟିଲେନି। ସେଥିପାଇଁ ଭାବିଲି ଟିକେ ଚୁଟିଟାକୁ ଆଇରନ୍ ମାରିକି ସିଧା କରିଦେବି, କାଳେ 2-4ଟା ଖଣ୍ଡେ ପଟିଯିବେ। କାଇଁ ମୁଣ୍ଡରେ ଦିଟା କାର୍ବାଇଟି ଦେଇଦେଲୁନି, ପାଚି ଯାଇଥାନ୍ତା। ଛି ଛି ଛି। ମୋରି ନା ଗାଁ ପକେଇବାକୁ ତୋର ଏଇ ସବୁ କାମ? ଠିକ ଅଛି, ତୋ ବଡାପା ଛକରେ ଦେଖା ହେଇଥିଲା। ସିଏ ଗୋଟେ କୋଉଠି ଝିଅ ବୁଝିଛି। ତମେ ସତ କହୁଛ? ଆରେ ଏମିତି ବିକଳ ହନା, ମୁଁ ତାକୁ କହିଛି ସେ ଆସିବ। ସେ ଆସିଲେ ତାପରେ ବୁଝିବା। ମୁଁ ଚାହୁଁଛୁ ବଡାପାକୁ ଡାକି ନେଇକି ଆସି। ବଡାପା